ହ୍ୟାଲୋ ପିଲାମାନେ ଗୁଡ୍ ମର୍ଣ୍ଣିଂ। ମୁଁ ବିଜୟ କୁମାର ପଣ୍ଡା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ତମ ମାନଙ୍କୁ ପିଲାମାନେ ହେଲା। ଆଜି ଆମେ କଣ ପଢିବା? କାଲି ଆମେ ପଢିଥିଲେ କଣ? ଦ ମଙ୍କି ଫ୍ରମ ଦ ରାଇଜର ର ପଢିଥିଲେ କଣ? ମାନେ ଗପ ପଢିଥିଲେ, ଯୋଉ ଗୀତ ହେଲା, ପଏମ ପଢିଥିଲେ। ଆଜି ଆମେ କଣ ପଢିବା? ଆଜି ଆମେ ପଢିବା ତାର କ୍ୱେଶ୍ଚନ ଆନ୍ସର ସବୁ କରିବା। ତା ପୂର୍ବରୁ ତୁମେ କଣ କରିବାକୁ ପଡିବ? ତୁମେ ସବସ୍କ୍ରାଇବ କରିବାକୁ ପଡିବ। ତାପରେ ତମେ ଆଉ କଣ କରିବାକୁ ପଡିବ? ସବସ୍କ୍ରାଇବ କରି ସାରିଲା ପରେ ଯଦି ଭଲ ଲାଗିବ ଭିଡିଓ ଲାଇକ୍ କରିଦବ ଆଉ ସେୟାର ବି କରିଦବ ସମସ୍ତଙ୍କୁ। ଠିକ ଅଛି, ବୁଝିଲ ପିଲାମାନେ? ଦେଖ, ଏଇଟା ଇଂଲିଶ ପଏମ ଅଛି ତମର, ଦ ମଙ୍କି ଫ୍ରମ ରାଇଜର। ସେ ଯୋଉ ମଙ୍କି ରାଇଜର ର ଥିଲା ତା ବିଷୟରେ ଆମେ କାଲି ପଢିଥିଲେ ଭଲରେ କ୍ଲାସ 5 ର। ମୁଁ ପିଲାମାନେ ଓଏଭି ପାଇଁ କଣ କରୁଛି? ପ୍ରିପାରେସନ କରୁଛି। ଠିକ ଅଛି, ତୁମେ ମାନେ କଣ କରିବ? ସବୁତକ ସବୁତକ କଣ କରିବ? ସବୁତକ ତୁମେ ମୁଁ ଯେମିତି ଯେମିତି କହୁଛି ସେମିତି ପଢିବ। ପାଇବନି କାହିଁକି ମ? ପାଇବନି, ମୁଁ ବି ଲଢୁଛି, ତୁମେ ବି ଲଢ। ଠିକ ଅଛି, ଭଲରେ ପାଠ ପଢ, ଓଏଭି କ୍ଲିୟର ହେଇଯିବ। ଠିକ, ଏବେ ଟାଇମ ଲସ୍ ନ କରିକିରି ଆଗେ ସବସ୍କ୍ରାଇବ କରିଦବା, ତାପରେ ପାଠ ଆରମ୍ଭ କରିବା। ଦେଖ, ଏଇଟା ପିଲାମାନେ କାଲି ପଢିଥିଲେ, ଓଭରଭ୍ୟୁ କରିଥିଲେ କାଲି, ଟୋଟାଲ ପଢିଥିଲେ। ଦେଖ, ଆଜି ଆମେ କ୍ୱେଶ୍ଚନ ଆନ୍ସର କରିବା। ଠିକ ଅଛି, ଦେଖ, ଏଇଟା ହଉଛି ଫାଷ୍ଟ ଅଛି କମ୍ପ୍ରିହେନସନ କ୍ୱେଶ୍ଚନ। ଠିକ, କମ୍ପ୍ରିହେନସନ କ୍ୱେଶ୍ଚନ ଅଛି, ମୁଁ ପୁରା ଲେଖିକିରି ଆଣିଛି ପୁରା। ଠିକ ଅଛି, ଦେଖ, ଏମିତି କୋଉଠି ଓଡିଶାର କୋଉ ଟିଚର ଦେବେନି ମୁଁ ଯେମିତି ଦଉଛି। ଦେଖ, ଫାଷ୍ଟ ଲେଖା ହେଇଛି କଣ? ଫାଷ୍ଟ କ୍ୱେଶ୍ଚନ କଣ ପଚାରିଛି? ହୁ ଆର୍ ଦେୟାର ଇନ ଦ ପଏମ। ଏହି ପଏମ ରେ କିଏ ଅଛନ୍ତି? କିଏ କିଏ ଅଛନ୍ତି ଏଇ ପଏମ ରେ? ଏଇ ପଏମ ରେ କିଏ କିଏ ଅଛନ୍ତି ସାର୍? ଏଇ ପଏମ ରେ କିଏ କିଏ ଅଛନ୍ତି? ଦେଖ, ଏନ୍ସାର ଦେଇଛି। କଣ ଏନ୍ସାର ଦେଇଛି? କିଏ କିଏ ଅଛନ୍ତି ସାର୍? ଏ ମଙ୍କି, ଗୋଟିଏ ମାଙ୍କଡ। ଆଉ କିଏ ସାର୍? ଏଣ୍ଡ। ଏଣ୍ଡ ପିଲେ କଣ? ଏଣ୍ଡ ହଉଛି କଞ୍ଜକ୍ସନ, ଏଣ୍ଡ ସହିତ ଯୋଡା ହଉଛି। ଏ ଟାଇଗର। ଏଠି ଦୁଇଟା ଅଛନ୍ତି। ଦେଖ, ଏ ମଙ୍କି ଥିଲା ଏବଂ ଏ ଟାଇଗର ଥିଲା। ଦୁଇ ଜଣ ଥିଲେ, ସେଥିପାଇଁ ଆର ଲାଗିଲା। କାହିଁ ଲାଗି? ପ୍ଲୁରାଲ ପାଇଁ ହେଲା। ଦୁଇଟା ସବଜେକ୍ଟ ମିଶିଗଲେ ପ୍ଲୁରାଲ ହେଇଗଲା। ଦେ ଆର ଇନ ଦ ପଏମ। ଏଇ ପଏମ ରେ ଗୋଟେ ମାଙ୍କଡ ଥିଲା ଏବଂ ଗୋଟିଏ ଟାଇଗର ଥିଲା ବା ବାଘ ଥିଲା। ଠିକ ଅଛି, ସେକେଣ୍ଡ କ୍ୱେଶ୍ଚନ, ଦ ରୋଡ ଅନ୍ ଏ ଟାଇଗର। ସରି, ହୁ ରୋଡ ଅନ୍ ଏ ଟାଇଗର? କିଏ କିଏ ବସିଥିଲା ଟାଇଗର ଉପରେ ରେ ବାବା? ଦ ମଙ୍କି ରୋଡ ଅନ୍ ଏ ଟାଇଗର। କିଏ ଚଲଉଥିଲା? କିଏ ବସିଥିଲା? ମଙ୍କି ବସିଥିଲା। କିଏ ବସିଥିଲା? ମାଙ୍କଡ ଟା ବସିଥିଲା ନା। ସେ ମାଙ୍କଡ ଟା କୋଉଠାକାର ଥିଲା ପିଲାମାନେ? ମାଙ୍କଡ ଟା କମେଣ୍ଟ ରେ ବତେଇବ କୋଉଠୁ ଥିଲା, ମୁଁ ଜାଣିନି। ଠିକ ଅଛି, ପଢିବ ନା, ଆକ୍ଟିଭ ରେ ପଢିବ ନା, ଆଉ ଖାଲି ଏମିତି ପଢିଲା ଭଳିଆ ପଢିବ ନା। ନା ନା, ହେଇପାରିବନି ସେମିତି ହେଲେ, ଆଦର୍ଶ କେବେ ବି ହବନି। ଠିକ ଅଛି, ଦ ମଙ୍କି ୱାଚ୍ ଫ୍ରମ। ଆଚ୍ଛା ସାର୍, ଏଇଟା ୟାର ଓଡିଆ କଣ? ଆମେ ତ ଓଡିଆ ବୁଝିପାରୁନୁ, ଆମକୁ ଓଡିଆ ବତେଇଲେ ଇଂଲିଶ ଫଟାଫଟ ଫଟାଫଟ କହିଦେବୁ। ଆରେ ମୋର ଷ୍ଟୁଡେଣ୍ଟ ମାନେ ଏମିତି ହେବେ ନା କଣ? ଇଂଲିଶ ଗୋଟେ କଥା, ମୁଁ ଦେଖ ଖାଲି କେମିତି ଇଂଲିଶରେ ତମକୁ ଓଡିଆ କରିଦଉଛି, ତୁମେ ଇଂଲିଶକୁ ଭଲ ପାଇବ, ଓଡିଆକୁ ଘୃଣା କରିବ। ଏମିତିଆ କରିଦେବି ନା, ଆମ ନିଜ ମାତୃଭାଷା କିଏ ଘୃଣା କରିବ? ହଁ, ଇଂଲିଶକୁ ବି ସମ୍ମାନ ଦେବା, ଓଡିଆକୁ ଆମେ ଯେହେତୁ ଓଡିଆ ଓଡିଆ ବି ଶିଖିବା। ଠିକ ଅଛି ପିଲାମାନେ, ଦ ମଙ୍କି ୱାଚ୍ ଫ୍ରମ। ମଙ୍କି କୋଉଠାକାର ଥିଲା ସାର୍? ସେ କହୁଛି କି ସାର୍ ତୁମେ ବତେଇ ଦିଅ, ତୁମେ କହିଦିଅ ମଙ୍କି କୋଉଠାକାର ଥିଲା, କୋଉ ଜାଗାର ଥିଲା? କୋଉ ଜାଗାରେ ଥିଲା ପିଲାମାନେ? କମେଣ୍ଟ କରିକି କୁହ। ଦ ମଙ୍କି ୱାଚ୍ ଫ୍ରମ ରାଇଜର। ପିଲାମାନେ ଆଉ ଗୋଟେ କଥା, ପ୍ରୟୋଗ ଏକାଡେମୀରେ ଗୋଟେ ମାନେ ମୁଁ ଚ୍ୟାନେଲ ଖୋଲିଛି, କଣ? ଟେଲିଗ୍ରାମ ଚ୍ୟାନେଲ। ସେଇଠି ପିଡିଏଫ ସବୁ ଦେବି, ତୁମେ ମାନେ ସେଠି ବି ଜଏନ ହେଇଯିବ। ଠିକ ଅଛି, ଦ ମଙ୍କି ୱାଚ୍ ଫ୍ରମ ରାଇଜର। ମଙ୍କି ଟା କୋଉଠାକାର ଥିଲା ସାର୍? ରାଇଜର ର ଥିଲା। What does they stand for? ଆଚ୍ଛା, ଏଠି ଯୋଉ ଦେ ଦେଇଛି, ଦେ ର ଅର୍ଥ କଣ? ଷ୍ଟାଣ୍ଡ ଫର ମାନେ ତାର ଅର୍ଥ କଣ? ଦ ଦେ ଷ୍ଟାଣ୍ଡ ଫର ଦ ମଙ୍କି and the tiger. ଏଇ ଦେଟା କାହାକୁ ବୁଝଉଛି ସାର୍? ଏଇଟା ଗୋଟେ ମଙ୍କି କୁ ବୁଝଉଛି ଆଉ ଗୋଟେ ଟାଇଗର କୁ ବୁଝଉଛି। ଆଚ୍ଛା ସାର୍, ଏଠି ଦ କାହିଁଲେ ଲଗେଇଲ?
ଦି ଦ ଏଗୁଡା କଣ ପାଇଁ ଲଗେଇଲ ଏଗୁଡାକ? ଦ କାହିଁ ଲାଗେ ସାର୍? ଦ ଲାଗେ ଯୋଉଠି ସ୍ପେସିଫିକ ଡେଫିନାଇଟ ହୋଇଯାଏ। ମାନେ ସେ ରାଇଜର ମଙ୍କି ବିଷୟରେ ଏଇଟା କଥା ପଡିଛି। କୋଉଠାକାର ମଙ୍କି ନୁହେଁ, ଭୁବନେଶ୍ୱରର ମଙ୍କି ନୁହେଁ, କୋରାପୁଟର ମଙ୍କି ନୁହେଁ। ଏଇଟା ହଉଛି ଏଇ ମଙ୍କିଟା କୋଉଠାକାର? ରାଇଚରର ମଙ୍କି। ଏଠି ଦ ଲଗେଇଦେଲା, ଦ କଣ ବତଉଛି? ଏଇ ମଙ୍କିଟା ହଉଛି ରାଇଚରର, ଆଉ ଏଇ ଟାଇଗର ବି ସେଇ ରାଇଜର ଅଞ୍ଚଳର ହେଇଥିବ। ସେଇଥିପାଇଁ ଏଠି ଦ ଲାଗିଲା, ମାନେ ସେଇ ସ୍ପେସିଫିକ ଟାଇଗର ଆଉ ସ୍ପେସିଫିକ ମଙ୍କି ପାଇଁ। ଏମିତି ତ ଶହ ଶହ ଟାଇଗର, ହଜାର ହଜାର ଟାଇଗର ଅଛନ୍ତି, ମଙ୍କି ହଜାର ହଜାର ଅଛନ୍ତି। ଲେକିନ ଆମେ ସେ ରାଇଜରର ମଙ୍କି ବିଷୟରେ ଆମେ କଥାବାର୍ତ୍ତା କରୁଛେ, ସେଥିପାଇଁ ଏଠି ଦ ଲାଗିବ। ମୁଁ ଆର୍ଟିକିଲ ପଢେଇଲେ ପୁରା କ୍ଲିୟର କରିଦେବି। ଦ, ଏ, ଏନ କୋଉଠି କଣ ଲାଗିବ ସବୁ ବତେଇବି, ଠିକ ଅଛି। 5 ନମ୍ବର କ୍ୱେଶ୍ଚନ କୁ ଯିବା। ଦେଖ କମ୍ପ୍ରିହେନସନ କ୍ୱେଶ୍ଚନ କେମିତି କଣ ସେଟିଂ କରିଛି, ଖାଲି ପଢି ଚାଲ ପିଲାମାନେ, ଠିକ ଅଛି। ଦେଖ ଏଇଠି ପୁଣି କଣ ଦେଲା? 5 ନମ୍ବର କ୍ୱେଶ୍ଚନ କଣ ଦେଲା? Where was the monkey when they came back? ଯେତେବେଳେ ସେ ଆସୁଥିଲା, ସେମାନେ ଗୋଟେ ଜାଗାକୁ ଯାଇଥିଲେ ନା, ସେ ଯେତେବେଳେ ଆସୁଥିଲା ସେତେବେଳେ ମଙ୍କିଟା କୋଉଠି ଥିଲା? Where ମାନେ କେଉଁଠାରେ, where ମାନେ କେଉଁଠାରେ, was ମାନେ ଥିଲା, ଦ ମଙ୍କି ମଙ୍କିଟା ଥିଲା, ଦ ମଙ୍କି ମାନେ ସେ ରାଇଜରର ମଙ୍କି, ସେଥିପାଇଁ ଦ ମଙ୍କି ଲାଗିଲା। when ଯେତେବେଳେ କି ପିଲାମାନେ when ର ଅର୍ଥ କେତେବେଳେ ଆଉ ଯେତେବେଳେ ଦୁଇଟା ଯାକ ହୁଏ ହେଲା। ଦେ ସେମାନେ came back ମାନେ ଫେରିବା। ଯେତେବେଳେ ସେମାନେ come back କରୁଥିଲେ, ଫେରୁଥିଲେ, ସେତେବେଳେ ମଙ୍କିଟା କୋଉଠି ଥିଲା ସାର୍? ଏନ୍ସାର ଦେଖ ପ୍ଲେ, ଦ ମଙ୍କି ୱାଜ ଇନସାଇଡ, ମଙ୍କିଟା ସେଇ ଯେ ରାଇଜରର ମଙ୍କି, ସେଥିପାଇଁ ଦ ମଙ୍କି ଲାଗିଲା। ସେଇ ରାଇଜରର ମଙ୍କି ଥିଲା ଇନସାଇଡ। ଆଚ୍ଛା ସାର୍, ଇନସାଇଡ ମାନେ ଭିତରେ ଥିଲା। କାହାର ଭିତରେ ଥିଲା ସାର୍? ଦ ଟାଇଗର, ଟାଇଗରର ଭିତରେ ଥିଲା। କେତେବେଳେ ସାର୍? ଯେତେବେଳେ when, ଯେତେବେଳେ ଦେ came back, ସେମାନେ ଯେତେବେଳେ କଣ କରୁଥିଲେ? ସେମାନେ ଯେତେବେଳେ ଆସୁଥିଲେ ବା ଫେରୁଥିଲେ, ସେତେବେଳେ ଇନସାଇଡ ଥିଲା, ମାନେ ଭିତରେ ଥିଲା। କାହାର ଭିତରେ? ମଙ୍କିଟା ଟାଇଗରର ପେଟ ଭିତରେ ଥିଲା, ପେଟ ଭିତରେ, ପେଟ। ଠିକ ଅଛି, ଧୋକା ବାଜେ ନା, ସେ ଧୋକା କଲା, ଖାଇଦେଲା ଆଉ। Who was smiling? କିଏ ସ୍ମାଇଲିଂ କରୁଥିଲା? The tiger was smiling. କିଏ ସ୍ମାଇଲିଂ କରୁଥିଲା, ହସୁଥିଲା କିଏ ପିଲାମାନେ? ଟାଇଗର ହସି ହସି ଆସୁଥିଲା, ମୁରୁକି ମୁରୁକି ହସି ଆସୁଥିଲା ତାର, ନାଇଁ? ଖାଇ ଦେଇଛି, ପେଟ ପୁରି ଯାଇଛି, ହସିବନି ନା କଣ? Why was the tiger smiling? ଟାଇଗରଟା ସ୍ମାଇଲିଂ କଣ ପାଇଁ କରୁଥିଲା? The tiger was smiling because he had eaten of the monkey. କାହିଁ ଲାଗି ସାର୍ ସେ ସ୍ମାଇଲିଂ କରୁଥିଲା? ସେ ଖାଇ ଦେଇଥିଲା, କାହାକୁ ଖାଇ ଦେଇଥିଲା? ମଙ୍କିକୁ ଖାଇ ଦେଇଥିଲା। ପେଟ ଭରି ଯାଇଛି ଆଉ ହସିବନି ନା କଣ ମ? What is ରାଇଜର? ରାଇଜର କୋଉଠି, ମାନେ ରାଇଜରର ଅର୍ଥ କଣ ଏଠି ପଚାରିଛି। ଆଉ ତାପରେ ପୁଣି ଅପସନ ଦେଇଛି, ଦ ନେମ୍, ସେଟା ଗୋଟେ ନାଁ, କାହାର ନାଁ? ଗୋଟେ ପର୍ସନର ନାଁ, ୟା ଗୋଟେ ପ୍ଲେସର ନାଁ। ସେ ରାଇଜରଟା କାହାର ନାଁ? ମୁଁ ଏଠି ଆମେ ଲେଖିଲେ କଣ? ଦ ରାଇଜର ଇଜ ଦ ନେମ୍ ଅଫ ଏ ପ୍ଲେସ। ଆଚ୍ଛା ସାର୍, ଏଇଟା ଗୋଟେ ନେମ୍ ଅଛି। ରାଇଜର ଗୋଟେ କଣ? ପ୍ଲେସର ନାଁ, ଗୋଟେ ଜାଗାର ନାଁ, ଗୋଟେ ସ୍ଥାନର ନାଁ। ଏଇଟା କୋଉ ପର୍ସନର ନାଁ ତମେ ଶୁଣିଛ? ରାଇଜର, ରାଇଜର, ଆଇଜର, ମାଇଜର, ମୁଁ ତ ଶୁଣିନି ଏପର୍ଯ୍ୟନ୍ତ, ତୁମେ କାଳେ ଶୁଣିଥିବ। ଠିକ ଅଛି ପିଲାମାନେ, ଏଇଟା ଗୋଟେ ପ୍ଲେସର ନାଁ, ଠିକ ବୁଝିପାରିଲ। ତାପରେ କଣ ସାର୍? କମ୍ପ୍ରିହେନସନ କ୍ୱେଶ୍ଚନ ପୁଣି ଆସିଗଲା। ଦେଖ 9 ନମ୍ବର, 9ଟା କ୍ୱେଶ୍ଚନ ଟୋଟାଲ ଦେଇଛି, ମୁଁ 9ଟା ଦେଇ ଦେଇଛି। ହାଉ ଡୁ ୟୁ ନୋ, ତୁମେ କେମିତି ଜାଣିଲ? ଇଟ୍ ଇଜ ଦ ନେମ୍ ଅଫ ଏ ପ୍ଲେସ, ଏଇଟା ଗୋଟେ ପ୍ଲେସର ନାଁ ବୋଲି ତୁମେ କେମିତି ଜାଣିଲ? ଆମେ ମାନେ ସାର୍, ଆମେ କଣ ଆମେ ଜାଣିବୁନି? ଆମେ ଏତେ ଜ୍ଞାନୀ, ପଣ୍ଡା ସାରଙ୍କ ଷ୍ଟୁଡେଣ୍ଟ ପରା, ଆମେ ଜାଣିବୁନି? ଦ ୱାର୍ଡ ଫ୍ରମ ଇଣ୍ଡିକେଟ୍ସ ଦ ରାଇଜର ଇଜ ଏ ପ୍ଲେସ। ଏଇ ୱାର୍ଡଟା ଇଣ୍ଡିକେଟ କରୁଛି କୋଉ ୱାର୍ଡ ସାର୍? ଫ୍ରମ, ଯୋଉ ଫ୍ରମ ୱାର୍ଡ, ପିଲାମାନେ ଫ୍ରମ ଯୋଉଠି ଲାଗିଲା, ଆଖି ବନ୍ଦ କରିକି ତୁମେ କଣ କରିବ? ସେଟା ଗୋଟେ ଜାଣିବ, ସେଟା ଗୋଟେ ପ୍ଲେସର ନାଁ ହେଇଥିବ। ଏଫ ଆର ଓ ଏମ, ଲେକିନ ପ୍ଲେ ଫ୍ରମ ଦୁଇଟା ଅଛି, ଏଫ ଆର ଓ ଏମ। ଫ୍ରମ ମାନେ ଠାରୁ ବା ଗୋଟେ ପ୍ଲେସ କୁ ବୁଝାଏ। ଏଫ ଓ ଆର ଏମ ଆଉ ଗୋଟେ ଫର୍ମ ଅଛି, ଏଫ ଓ ଆର ଏମ। ଫର୍ମ, ଫର୍ମ ମାନେ ଯୋଉ ଫର୍ମ ପୂରଣ କରନି, ଫିଲଅପ କରନି ଫର୍ମ, କାଗଜ ବାଲା ଫର୍ମ, ସେଇଆକୁ ଏଫ ଓ ଆର ଏମ କୁହାଯାଏ। ଆଉ ଏଫ ଆର ଓ ଏମ ଫ୍ରମ ମାନେ ଠାରୁ ବା ଗୋଟେ ପ୍ଲେସ କୁ ବୁଝାଏ, ଗୋଟେ ଜାଗାକୁ ବୁଝାଏ, ଗୋଟେ ସ୍ଥାନକୁ ବୁଝାଏ।
ବୁଝିଗଲ ପିଲାମାନେ ତାପରେ ପିଲାମାନେ ଆଉ କିଛିଟା କ୍ୱେଶ୍ଚନ ଦେଇଛି ଯୋଉଟା ରିପିଟ୍ କରିଛି ସେଇଥିପାଇଁ ମୁଁ ଲେଖିଛି ଦେଖ ହୁ ଆର୍ ଏଇଟା ତୁମେ କରିଦବ ଯୋଉ ସେସନ 4 ର ରାଇଟିଂ ସ୍କିଲଟା ହୁ ଆର୍ ଦେୟାର ଇନ୍ ଦ ପୋଏମ୍ ଏଇ ପୋଏମ୍ ରେ କିଏ କିଏ ଅଛନ୍ତି ହେ ଭଗବାନ ଏଇଟା ତ ଆମର ଅଛି ଏଇଟା ଆମକୁ ଭୋକୁଆ ବନଉଛି ନା କଣ ହୁ ଆର୍ ଦେୟାର ଇନ୍ ଦ ପୋଏମ୍ ଏଇଟା ବା ୟାର ଉତ୍ତର ସେମ୍ ଉତ୍ତର ହବ ଆଉ ଥରେ ରିପିଟ୍ କରିକି ସେ ଦେଇଛି ଆଉ ହୁ ରୋଡ ଅନ୍ ଦ ଟାଇଗର ଟାଇଗର ଉପରେ କିଏ ବସିଥିଲା ଆଜ୍ଞା ସେ କହୁଛି ହୁ ରୋଡ ଏଇ 2 ନମ୍ବର ଦେଖ ବା ତାର 2 ୟାର 2 ତାର 1 ୟାର 1 ସମାନ ବା ହୁ ରୋଡ ଅନ୍ ଏ ଟାଇଗର ଦ ମଙ୍କି ରୋଡ ଅନ୍ ଏ ଟାଇଗର ଆରେ ବା ଦେଇ ଦେଇଛି ସାର୍ ଆଉ ତାହେଲେ ଟେନସନ ନାହିଁ ଆଉ ଆମେ ଭାବୁଥିଲୁ ପଣ୍ଡା ସାର୍ ବୋଧେ ଅଳସୁଆ ହେଇଗଲେଣି ଆଉ ଲେଖୁନାହାନ୍ତି ମାନେ ଟାଇପିଂ କରିବା ମାନେ ଟାଇପିଂ କରିପାରିଲେନି ସେଥିପାଇଁ ଏମିତି ଏମିତି କହୁଛନ୍ତି ଆଉ ଟେନସନ ନାହିଁ ସାର୍ ଆମେ ସବୁ ଲେଖିଦବୁ ଆଉ ହ୍ୱାଟ ଡୋଜ ଦେ ଷ୍ଟାଣ୍ଡ ଫର ଦେ କଣ କହୁଛି ସାର୍ ଏଇଠି ବା ଏବେ ମୁଁ କହିଲି ଦେ ଏଇ ବା 4 ନମ୍ବର ହୁ ଡୋଜ ଦେ ଷ୍ଟାଣ୍ଡ ଫର ଦେ ଷ୍ଟାଣ୍ଡ ଫର ଦ ମଙ୍କି ଏଣ୍ଡ ଦ ଟାଇଗର କହିଲି ବା ସବୁ ଅଛି ନା ଆଉ ହୁ ୱାଜ ସ୍ମାଇଲିଂ କିଏ ସ୍ମାଇଲିଂ କରୁଥିଲା ପିଲାମାନେ କିଏ ସ୍ମାଇଲିଂ କରୁଥିଲା ହୁ ୱାଜ ସ୍ମାଇଲିଂ 6 ନମ୍ବରରେ ଅଛି ବା ଦ ଟାଇଗର ୱାଜ ସ୍ମାଇଲିଂ ଆରେ ବା କିଛି ଟେନସନ ନାହିଁ ପଣ୍ଡା ସାର୍ ଅଛନ୍ତି ମାନେ ଆମର ୱେ ବି କ୍ଲିୟର ଆଦର୍ଶ ବିଦ୍ୟାଳୟରେ ଆରଥରକ ଆମେ 6 କ୍ଲାସରେ ନାଁ ଲେଖାଇବ ହିଁ ଲେଖେଇବୁ ଠିକ ଅଛି ପିଲାମାନେ ଖାଲି ସବସ୍କ୍ରାଇବ କରିଦେଲେ ହେଲା ଆଉ ଲେକିନ ଲାଇକ ବି ଭୁଲିବନି ପିଲାମାନେ ଲାଇକ ବି କରିବ ସେୟାର ବି କରିବ ସବୁଆଡେ ହେଲା Where was the monkey? Monkey କେଉଁଠାରେ ଥିଲା ସାର୍? monkey କୋଉଠାରେ ଥିଲା ସାର୍? The monkey was from Riser। ଏଇଠି ବା ଅଛି 3 ନମ୍ବର କ୍ୱେଶ୍ଚେନ ଠିକ ଅଛି ପିଲାମାନେ ସରିଗଲା ଗୋଟେ ପାଠ ସରିଗଲା ମୁଁ ନେକ୍ସଟ ପାଠ ପୁଣି ଆଣିବି ବ୍ୟସ୍ତ ହବନି ଲେଖିନ ଠିକ ଅଛି ମୁଁ ଗ୍ୟାରେଣ୍ଟି ଦଉଛି ତୁମେ ମାନେ ସମସ୍ତେ ପାଇବ ଆଦର୍ଶରେ ଯୋଉମାନେ ପାଠ ପଢିବ ଲେଖିନ ଆଉ ମୁଁ ଖାଲି କହିଦେଲେ ପାଇବ ନା କଣ ମ ତମେ ପାଠ ବି ପଢିବାକୁ ପରିଶ୍ରମ କରିବାକୁ ପଡିବ ଖାଲି ମୁଁ ପରିଶ୍ରମ କଲେ ହବନି ମୁଁ ତମ ପାଇଁ ବହୁତ ପରିଶ୍ରମ କରୁଛି ତୁମେ ବି ସବସ୍କ୍ରାଇବ କରିଦବ ଆଉ ପାଠ ପଢିବ ଠିକ ଅଛି ଓକେ ବାय ବାय ରହିଲି ପିଲାମାନେ